ଚାରିଦ୍ୱାର କାହିଁକି ଖୋଲାଯାଉନଥିଲା, ଚାରିଦ୍ୱାର ଖୋଲିବାରେ କିଏ ମନା କରିଥିଲା, ଚାରିଦ୍ୱାରକୁ କାହିଁକି ବନ୍ଦ କରାଗଲା, କାହିଁକି ଖୋଲାଗଲା ନାହିଁ। ଭଗବାନ ଏବଂ ଭକ୍ତଙ୍କ ଭିତରେ ଯେଉଁ କୃତ୍ରିମ ପାଚେରୀ ଛିଡ଼ା କରି ଦିଆଯାଇଥିଲା, କେଉଁମାନେ ଛିଡ଼ା କରିଥିଲେ, ସେଥିପାଇଁ କେଉଁମାନଙ୍କୁ ଆମେ ଦାୟୀ କରିବା। ଭଗବାନ କେବେ ମଧ୍ୟ ଭକ୍ତର ବିନା ରହିପାରିବେ ନାହିଁ। ଯେତେବେଳେ ଆପଣମାନେ ସମସ୍ତେ ଆଶୀର୍ବାଦ କଲେ ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରେ ନୂଆ ସରକାର ଆସିଲା ଏବଂ ନୂଆ ସରକାର ପାଖରେ ଆପଣମାନଙ୍କର ଆଶା ରହିଲା ଯେ ଓଡ଼ିଶାର ପରିବର୍ତ୍ତନ ହେବ, ଆମ ସମସ୍ତଙ୍କର ପରିବର୍ତ୍ତନ ହେବ ଏବଂ ଆମେ ଚେତନାର ଏକାକାର ହେଇକି ଆମେ ଓଡ଼ିଶାରେ ମହାପ୍ରଭୁଙ୍କର ସେବା କରିବା, ଓଡ଼ିଶାକୁ ବିକଶିତ କରିବା, ସମୃଦ୍ଧ କରିବା ଏବଂ ସେହି ପରିପ୍ରେକ୍ଷୀରେ ଆପଣମାନଙ୍କର ସମସ୍ତଙ୍କର ସହଯୋଗରେ ଏବଂ ଆଶୀର୍ବାଦରେ ଜୁନ୍ ମାସ 12 ତାରିଖରେ ନୂଆ ସରକାର ଆସିଲା ପରେ ଶପଥ ପାଠ ଉତ୍ସବ ହେଲା। ଶପଥ ପାଠ ନେବାର ଗୋଟିଏ ଘଣ୍ଟା ପରେ ଆମ ସରକାରର ପ୍ରଥମ ନିଷ୍ପତ୍ତି ହେଲା, ଯେଉଁ କ୍ୟାବିନେଟ୍ ବୈଠକ ହେଲା, ସେ କ୍ୟାବିନେଟ୍ରେ 4ଟି ନିଷ୍ପତ୍ତି ହେଲା। ସେ 4ଟି ନିଷ୍ପତ୍ତିର ପ୍ରଥମ 2ଟି ନିଷ୍ପତ୍ତି ହେଉଛି ପୁରୀର ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବା। ଚାରିଦ୍ୱାର କାହିଁକି ଖୋଲାଯାଉନଥିଲା, ଚାରିଦ୍ୱାର ଖୋଲିବାରେ କିଏ ମନା କରିଥିଲା, ଚାରିଦ୍ୱାରକୁ କାହିଁକି ବନ୍ଦ କରାଗଲା, କାହିଁକି ଖୋଲାଗଲା ନାହିଁ। ଏ ସମସ୍ତ କଥା କହିବାର ଅଭିପ୍ରାୟ ମୁଁ ରଖିବି ନାହିଁ, କିନ୍ତୁ ଏଥିରେ ସମ୍ପୂର୍ଣ୍ଣ ଭାବରେ ଭଗବାନ ଏବଂ ଭକ୍ତଙ୍କ ଭିତରେ ଯେଉଁ କୃତ୍ରିମ ପାଚେରୀ ଛିଡ଼ା କରି ଦିଆଯାଇଥିଲା, କେଉଁମାନେ ଛିଡ଼ା କରିଥିଲେ, ସେଥିପାଇଁ କେଉଁମାନଙ୍କୁ ଆମେ ଦାୟୀ କରିବା। ଭକ୍ତ ଭଗବାନଙ୍କ ଭିତରେ କୃତ୍ରିମ ପାଚେରୀ ରହିବ ନାହିଁ। ଭଗବାନ କେବେ ମଧ୍ୟ ଭକ୍ତର ବିନା ରହିପାରିବେ ନାହିଁ। ଏ କଥା ଆମେ ସମସ୍ତେ ଜାଣିଛନ୍ତି। ତା ଭିତରେ ମଧ୍ୟ ଗତ ସରକାର ଏଭଳି ଭାବରେ ପ୍ରାଚୀର ଛିଡ଼ା କରିଦେଲେ, ଯେଉଁଥିପାଇଁ କି ଆମେ ଭକ୍ତ ଭଗବାନ ଭିତରେ ଇଏ ଚାରିଦ୍ୱାର ନ ଖୋଲିବା ଦ୍ୱାରା କେତେ ଆମେ କଷ୍ଟ ପାଇଛନ୍ତି। ତେଣୁ ଆପଣମାନଙ୍କର ସେହି ଦାବି ଥିଲା ଯେ ଶ୍ରୀମନ୍ଦିରର ଚାରିଦ୍ୱାରକୁ ଖୋଲି ଦିଆଯାଉ, ରତ୍ନଭଣ୍ଡାରକୁ ମଧ୍ୟ ଖୋଲି ଦିଆଯାଉ ଏବଂ ପ୍ରଭୁ ଜଗନ୍ନାଥଙ୍କର ଏଇ ଯେଉଁ ଶ୍ରୀମନ୍ଦିର ଅଛି ତାହାର ଶୋଭା ବର୍ଦ୍ଧନ ପାଇଁ ତାକୁ କିଭଳି ଭାବରେ ଆହୁରି ସୁରକ୍ଷିତ ରଖାଯାଇପାରିବ, ତାହାର ସୁପରିଚାଳନା କରାଯାଇପାରିବ, ସେଥିପାଇଁ ଆପଣମାନଙ୍କର ସେହି ପ୍ରସ୍ତାବିତ ଦାବି ଥିଲା ଯେ ଗୋଟିଏ କର୍ପସ୍ ଫଣ୍ଡଟିଏ ମଧ୍ୟ ଗଠନ କରାଯାଉ। ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବା ସହିତ ପ୍ରଥମ ଥର କରି ଆମ ସରକାର ଆସିଲା ପରେ ଏକ କର୍ପସ୍ ଫଣ୍ଡ ଶ୍ରୀମନ୍ଦିର ପରିଚାଳନାକୁ ଆହୁରି ସଭାମଣ୍ଡିତ କରିବା ପାଇଁ ଏକ କର୍ପସ୍ ଫଣ୍ଡ ଗଠନ କରାଗଲା ଏବଂ ସେଥିରେ 500 କୋଟି ଟଙ୍କା ମଧ୍ୟ ବ୍ୟବସ୍ଥା କରାଗଲା। ଆମ ନୂଆ ସରକାର ଆପଣମାନଙ୍କର ଦାବି ଫଳରେ ହିଁ ତାହା ପୂରଣ ହୋଇପାରିଛି। ଏବଂ ଯେଉଁଦିନ କ୍ୟାବିନେଟ୍ ବସିଲା ସେହିଦିନ ରାତିରେ ସମସ୍ତ ମନ୍ତ୍ରୀ ପରିଷଦର ଆମର ମନ୍ତ୍ରୀମାନଙ୍କୁ ପୁରୀ ଯିବା ପାଇଁ କୁହାଗଲା। ପୁରୀରେ ରାତିରେ ସମସ୍ତେ ଅବସ୍ଥାନ କଲୁ ଏବଂ ସକାଳେ ଯେତେବେଳେ ମଙ୍ଗଳ ଆରତୀ ହେଲା ସେତେବେଳେ ଆମେ ଉପସ୍ଥିତ ରହି ଚାରିଦ୍ୱାରକୁ ଆମେ ଖୋଲିଦେଲୁ ଏବଂ ଭକ୍ତ ଭଗବାନ ଭିତରେ ସେ ପ୍ରାଚୀରକୁ ମଧ୍ୟ ସବୁଦିନ ପାଇଁ ଭାଙ୍ଗି ଦିଆଗଲା।